ମନେ ରଖନ୍ତୁ, ଏହା ହେଉଛି ମହିଳା ସମିତି 51ତମ ସଭା। ପରମେଶ୍ୱରଙ୍କର ବାକ୍ୟ ଅନୁସାରେ ମହିଳାମାନଙ୍କୁ ବିଜୟର ସୈନ୍ୟମାନଙ୍କୁ ୱେଲକମ୍ କରିବା ପାଇଁ ଘୋଷଣାକାରୀ ବୋଲି ବାଇବଲ ପ୍ରକାଶ କରୁଛି। ତାମାନେ ୟୁ ଆର୍ ଦ ହେରାଲ୍ଡସ୍, ଘୋଷଣା କରିବା ଲୋକମାନେ ଅଟନ୍ତି। ତ ଉଚ୍ଚ ସ୍ୱର ହେବା ଆବଶ୍ୟକ। ହାଲେଲୁୟା, ହାଲେଲୁୟା। ପ୍ରଭୁଙ୍କ ନାମ ଧନ୍ୟ ହଉ। ଏ ସମୟରେ ପରମେଶ୍ୱରଙ୍କର ବିଶିଷ୍ଟ ମହତ ଆଶ୍ଚର୍ଯ୍ୟ ନାମକୁ ମୁଁ ବିଶେଷ ଧନ୍ୟବାଦ କରେ। ତତ୍ ସଙ୍ଗେ ସଙ୍ଗେ ଏତେବେଳେ ଏ ମହିଳା ସମିତି ସଭାରେ ମଞ୍ଚାସିତ ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀର ପ୍ରତ୍ୟେକ ଅଭିଷିକ୍ତ ଦାସଙ୍କୁ ଆଉ ଆଗନ୍ତୁକ ପ୍ରତ୍ୟେକ ପରମେଶ୍ୱରଙ୍କର ଅଭିଷିକ୍ତ ଦାସଙ୍କୁ ମୁଁ ଖ୍ରୀଷ୍ଟୀୟ ନମସ୍କାର ଜ୍ଞାପନ କରେ। ଏବଂ ଦୂର ଦୂରାନ୍ତରୁ ଅନ୍ୟ ଜାଗାରୁ ଆସିଥିବା ଏହି ସମୟରେ ପରମେଶ୍ୱରଙ୍କର ଭକ୍ତ ଲୋକ ପ୍ରତ୍ୟେକଙ୍କୁ ମୁଁ ଖ୍ରୀଷ୍ଟୀୟ ନମସ୍କାର ଜ୍ଞାପନ କରେ। ତତ୍ ସଙ୍ଗେ ସଙ୍ଗେ ସ୍ଥାନୀୟ ମଣ୍ଡଳୀ ତରଙ୍ଗଡ଼ା ବାପ୍ଟିଷ୍ଟ ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀକୁ ମଧ୍ୟ ମୁଁ ଏତେବେଳେ ଖ୍ରୀଷ୍ଟୀୟ ନମସ୍କାର ଜ୍ଞାପନ କରେ। ପଦ ଟିକେ ପଢ଼ନ୍ତୁ। ଆସନ୍ତୁ ଆମେ ପ୍ରାର୍ଥନା କରିବା। ପ୍ରଭୁ ଦେଇଥିବା ଏହି ଆଜିର ଏହି ପ୍ରସଙ୍ଗ ନିମନ୍ତେ ପରମେଶ୍ୱରଙ୍କ ସମ୍ମୁଖରେ ଆମେ ନିଜକୁ ପ୍ରସ୍ତୁତ କରିବା। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ନିଜକୁ ସୁସ୍ଥିର କରିବା। କୌଣସି ଶବ୍ଦ ଆମର ଧ୍ୟାନକୁ ଭଗ୍ନ ନ କରୁ। କୌଣସି ବିଷୟ ଆମର ମନକୁ ଚିନ୍ତିତ ନ କରୁ। ଏହି ସମୟରେ କୌଣସି ପ୍ରକାର ବିଷୟବସ୍ତୁ ଏତେବେଳେ ଆମମାନଙ୍କର ପରମେଶ୍ୱରଙ୍କ ସାନ୍ନିଧ୍ୟରେ ବସିବା ଅବସ୍ଥାକୁ ଭଗ୍ନ ନ କରୁ। କଥାବାର୍ତ୍ତା କରିବା ନାହିଁ। Let's not talk each other. এই সমୟରେ ପରମେଶ୍ୱରଙ୍କ ସାନ୍ନିଧ୍ୟରେ ଆମେ କହିବା, ପ୍ରଭୁ ତୁମେ ହିଁ ଏତେବେଳେ କଥା କୁହ, ଆମ୍ଭେ ସମସ୍ତେ ଶ୍ରବଣକାରୀ ଅଟୁ। এই সময় প্রিয় মণ্ডলী, প্রিয় প্রভুঙ্কর ভক্ত লোকমানে, পরমেশ্বরঙ্কর মহিমা হব। ধন্যবাদ করুছু বাপা। অনুগ্রহকারী সৈন্যাধিপতি সদাপ্রভু, तुमर से अद्भुत अलौकिक शक्ति नाम को आम एत धन्यवाद करुछु बापा। समय रे असमय रे जेकोसी अवस्था हेले भी तुमरी लोक मानक मध्य तुमरी कार्य में प्रकाश करी आसुथिबा परमेश्वर बोली आमे तुमको धन्यवाद करुछु बापा। आज रही समय रे मध्य बापा गीत संहिता 68:11 को तुमरी हस्तरे आमे समर्पण करी आमे ध्यान करिया पाई जाउछु। प्रभु तुमरी शक्ति रे तबे मंडप संपूर्ण गंजी जाओ बापा। तुमरी आत्मार स्वर रे मंडप कंपी जाओ। हे प्रभु नाजरित जिसुଙ୍କ नामରେ ଏତେବେଳେ ତୁମରି ସମ୍ମୁଖବର୍ତ୍ତୀ ହେଉଛୁ ବାପା। ତୁମ ତୁଲ୍ୟ କେହି ନୁହନ୍ତି, ତୁମ ପରି କେହି ନୁହନ୍ତି। Hallelujah Lord, in the name of Jesus,
প্রভু এই পরিবেশ তুমরি দ্বারা অধিকার হো, এই পরিবেশ তুমরি স্বরে সম্পূর্ণ পরিবর্তন হো, এই পরিবেশ তুমরি মুখর বাক্যরে নূতন অনুভব আনি দৌ বাপা। ଏହା ହିଁ ଆମର ପ୍ରାର୍ଥନା ଅଟେ। ଯାହା ବି କହିବ କୁହ, ଯେମିତି କହିବ କୁହ, ଯେମିତି ଭାଙ୍ଗିବ ଭାଙ୍ଗ, ଯାହା ମଧ୍ୟ ହେଲେ ବି ବାପା ଆମେ ତୁମରି ଦ୍ୱାରା ପୁନର୍ନିର୍ମିତ ହେବା ପାଇଁ ପ୍ରସ୍ତୁତ ଅଟୁ ବାପା। ତୁମରି କଥାରେ, ତୁମରି ରବରେ ଆମ ସମସ୍ତଙ୍କର ଧ୍ୟାନ ଏକତ୍ରୀକୃତ ହଉ। ହଁ ପ୍ରଭୁ, ଆମର ସମସ୍ତ ବସିବା ଉଠିବା ଏକ ହଉ, ଆମର ସମସ୍ତ କଥା ଏକ ହଉ, ଆମର ଆତ୍ମା ଏକ ହଉ, ଆମର ସମସ୍ତ ବାପା ଧ୍ୟାନ ଏକ ହଉ। ପ୍ରଭୁ ଏତେବେଳେ ଆମେ ଏକାନ୍ତ ଚିତ୍ତରେ ଏକ ମନୁଷ୍ୟ ପରି ଏକ ହିଁ ଆତ୍ମାରେ ତୁମରି ନାମକୁ ଓଲୋନ ପାଲ୍ଲା ଶିଖାନ୍ତରି ଲିଖାନ୍ଦାରଲା ବାପା। ପ୍ରଭୁ ତୁମରି ରବ ଏତେବେଳେ ବାପା ପ୍ରତ୍ୟେକ ଖଣ୍ଡକୁ ବାପା ଭେଦ କରୁଯାଅ। ଲାଡଲାରା ଶିଖାନା ମାନ୍ତୁତି କାନ୍ଦାରଲା ବାପା। ପ୍ରଭୁ ଧନ୍ୟବାଦ କରୁଛୁ ବାପା, ତୁମରି ପ୍ରଶଂସା କରୁଛୁ ରାଜା, ତୁମରି ପ୍ରଶଂସା କରୁଛୁ। এই ପରିବେଶ, এই ସମୟ, ଏହି ମଣ୍ଡପ ତୁମରି ଇଚ୍ଛା ଅନୁସାରେ ତୁମେ ପରିଚାଳନା କର। ଆମେ ପ୍ରସ୍ତୁତ ଅଟୁ। ଗୌରବ ତୁମରି ହଉ, ମହିମା ତୁମରି ହଉ, ସ୍ତୁତି ପ୍ରଶଂସା ତୁମରି ହଉ। ଆମେ ପ୍ରତିଜ୍ଞା କରୁଛୁ ବାପା, ଏତେବେଳେ ଠିଆ ହଉ ହଉ ସମସ୍ତ ଗୌରବ ଆମେ ତୁମକୁ ଦେବୁ, ସମସ୍ତ ମହିମା ଆମେ ତୁମକୁ ଦେବୁ। କେବଳ ତୁମ ନାମକୁ ଉନ୍ନତ କରିବୁ, କେବଳ ତୁମରି ନାମକୁ ପ୍ରକାଶ କରିବୁ, କେବଳ ତୁମରି ରାଜ୍ୟ ହିଁ ଏତେବେଳେ ବିସ୍ତାରିତ କରିବୁ। ଏହା ଆମର ପ୍ରତିଜ୍ଞା ଅଟେ। ଗୌରବ ମହିମା ସ୍ତୁତି ସମସ୍ତ ତୁମକୁ ଦେଇ ଯୀଶୁଙ୍କ ନାମରେ ପ୍ରାର୍ଥନା କଲୁ, ଆମେନ୍। ଆଉ ଥରେ ପଢ଼ନ୍ତୁ ଝିଅ, ଟିକେ ପରିଷ୍କାର ପ୍ରାଞ୍ଜଳ ଭାବରେ ପଢ଼ନ୍ତୁ। ପ୍ରଭୁ ବାକ୍ୟ ପ୍ରଦାନ କରନ୍ତି, ଶୁଭବାର୍ତ୍ତା ପ୍ରଚାରିକା ସ୍ତ୍ରୀଗଣ ମହାବାହିନୀ ଅଟନ୍ତି। ଏମିତି ଲେଖା ଅଛି, ଦାଉଦଙ୍କର ଗୀତ ଏମିତି ଲେଖା ଅଛି, ପ୍ରଭୁ କ'ଣ କରନ୍ତି? ବାକ୍ୟ ପ୍ରଦାନ କରନ୍ତି। ମନେ ରଖନ୍ତୁ, ପ୍ରଭୁ ବାକ୍ୟ ପ୍ରଦାନ କରନ୍ତି। ଏଇଠୁ ଆମେ ଆରମ୍ଭ କରିବା। ହଁ, ଯେତିକି ହବ ଧ୍ୟାନରେ ଶୁଣନ୍ତୁ। ଅଳ୍ପ ସମୟ ହେଲେ ବି, ଯେତିକି ସମୟ ହେଲେ ବି ଧ୍ୟାନରେ ଶୁଣନ୍ତୁ। ଆରମ୍ଭରୁ ଶୁଣିଲେ ହିଁ ବୁଝିପାରିବେ, ବୁଝିଲେ? ପ୍ରଭୁ ପ୍ରଦାନ କରନ୍ତି। ପ୍ରଦାନକାରୀ କିଏ ଅଟନ୍ତି? ଏଠି ପ୍ରଭୁ। ପରମେଶ୍ୱରଙ୍କର ବାକ୍ୟ ଅନୁସାରେ ପ୍ରଭୁ ଅନେକ ପରିପ୍ରେକ୍ଷୀରେ, ଅନେକ ପରିସ୍ଥିତିରେ, ଅନେକ ଲୋକମାନଙ୍କୁ ଉଚ୍ଚାରଣ କରାଯାଇଛି। ପ୍ରଭୁ ବୋଲି ଅନେକ ପରିସ୍ଥିତିରେ ପରମେଶ୍ୱରଙ୍କ ଲୋକମାନେ ଉଚ୍ଚାରଣ କରୁଅଛନ୍ତି। ତ ଆମେ ଏଠି ଚିନ୍ତା କରିବା, ବାଇବଲ କାହାକୁ କାହାକୁ ପ୍ରଭୁ ବୋଲି ଉଚ୍ଚାରଣ କରିଛନ୍ତି, ଆଉ କେଉଁ ପ୍ରଭୁଙ୍କ ବିଷୟରେ ଏଇଠି ଦାଉଦ ଲେଖୁଛନ୍ତି ପ୍ରଭୁ ପ୍ରଦାନ କରିବା ପରମେଶ୍ୱର ବୋଲି ଏଠି ଲେଖନ୍ତି। ହଁ, ଯେତେବେଳେ ଯୋସେଫଙ୍କୁ ଭାଇମାନେ ବିକ୍ରି କରିଦେଲେ, କୋଉଠି ଥିଲେ ସେ? କୋଉଠି ଥିଲେ କୁହନ୍ତୁ? ମିଶରରେ। ହଁ, ମିଶରର ଅଧିକାରୀ କଲା ପରେ ସେ ଫାରୋଙ୍କ ସ୍ତ୍ରୀ ମାନେ ରାଣୀ ଯୋସେଫଙ୍କ ଉପରେ ଦୃଷ୍ଟିପାତ କଲେ ବୋଲି ଲେଖା ଅଛି। ସେତେବେଳେ ଯୋସେଫ ଉଚ୍ଚାରଣ କରୁଛନ୍ତି, ମନେ ରଖନ୍ତୁ। ହଁ, ଯୋସେଫ ଉଚ୍ଚାରଣ କରୁଛନ୍ତି। ପଢ଼ନ୍ତୁ ଝିଅ, ଆଦି ପୁସ୍ତକ ତାର 39 ର 8 ଟିଏ ପଢ଼ନ୍ତୁ। ମାତ୍ର ଯୋସେଫ ଅସ୍ୱୀକାର କରି ଆପଣା ପ୍ରଭୁର ଭାର୍ଯ୍ୟାକୁ କିଏ କହିଲେ? ଯୋସେଫ କହୁଛନ୍ତି। କାହାକୁ? ରାଣୀଙ୍କୁ କହୁଛନ୍ତି। କୋଉ ପ୍ରଭୁଙ୍କ ବିଷୟରେ? ରାଣୀଙ୍କ ସ୍ୱାମୀ ବା ଫାରୋ ରାଜାଙ୍କ ବିଷୟ। ବାସ ବସ ଝିଅ,
ଦେଖନ୍ତୁ এইটি কোন লেখা আছে, মাত্র যোসেফ বিରୋଧ କରି আপনা প্রভুଙ୍କୁ ভার্যাଙ୍କୁ কহিলে। তা মানে মিশর দেশর রাজাଙ୍କ বিষয় রাজাଙ୍କୁ ସେ কোন কହୁଛନ୍ତି, উচ্চারণ করଛନ୍ତି প্রভু। সেই প্রভু মতে আজি তাহাଙ୍କର অনুপস্থিতিରେ মতে ତୁମମାନଙ୍କର ଯତ୍ନ ନେବା ପାଇଁ ମନସ୍ଥ କରିଅଛନ୍ତି। ମୁଁ ସେଇ ପ୍ରଭୁ ବିଷୟରେ ମୁଁ କେମିତି ଅନ୍ୟାୟ କାର୍ଯ୍ୟ କରିବି, ଏ ପାପ କାର୍ଯ୍ୟ କରିବି, କେମିତି ମୁଁ ବିରୋଧ କାର୍ଯ୍ୟ କରିବି ବୋଲି କାହା କହୁଛନ୍ତି, ମାନେ ରାଜାଙ୍କୁ ସେ ପ୍ରଭୁ ବୋଲିକି ଉଚ୍ଚାରଣ କରୁଛନ୍ତି। ହଁ, ଉଚ୍ଚାରଣ କରୁଛନ୍ତି ଏକ ରାଜାଙ୍କୁ। ଆଦି ପୁସ୍ତକ ତାର 31-35 ଟିକେ ପଢନ୍ତୁ ଝିଅ, ଫଟାଫଟ ପଢନ୍ତୁ। ହଁ, ମୋହର ପ୍ରଭୁ କ୍ରୋଧ ନ କରନ୍ତୁ। କିଏ କହୁଛି, କିଏ କହୁଛି, କିଏ କହୁଛି? ଗୋଟେ ଝିଅ କାହାକୁ କହୁଛି? ନିଜ ବାପାଙ୍କୁ କହୁଛି। ରାହେଲ ତାଙ୍କ ନିଜ ବାପାଙ୍କୁ କହୁଛି, କଣ ବୋଲି କହୁଛି? ପ୍ରଭୁ ତମ ଛାମୁରେ ମୁଁ ଆସି ଉଠି ପାରିନି ବୋଲି ତୁମେ କ୍ରୋଧ ନ କର, କ୍ରୋଧ ନ କର। ଦେଖନ୍ତୁ ଯୋସେଫ ରାଜାଙ୍କୁ ପ୍ରଭୁ ବୋଲି କହୁଛନ୍ତି, ଏଠି ଝିଅ ଗୋଟେ ନିଜ ବାପାକୁ ପ୍ରଭୁ ବୋଲି କହୁଛନ୍ତି, ବାପାଙ୍କୁ ପ୍ରଭୁ ବୋଲି କହୁଛନ୍ତି। ପ୍ରଭୁ ତୁମେ କ୍ରୋଧ କର ନାହିଁ। ଝିଅ ଆଉ ବାପାଙ୍କର ସମ୍ପର୍କ, ବାପାଙ୍କୁ ସେ କହୁଛନ୍ତି। ହଁ, ପ୍ରିୟ ପରମେଶ୍ୱର ମଣ୍ଡଳୀ, ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ଦେଖନ୍ତୁ ଆଜିର এই ସମାଜରେ, ଆଜିର এই ଜଗତରେ, ଅତି ଆଧୁନିକ ଜଗତରେ ଆଜି ପ୍ରଭୁ ତ ଛାଡ଼ନ୍ତୁ, ବାପା ବୋଲି ମଧ୍ୟ ଉଚ୍ଚାରଣ କରିବା ପାଇଁ ଆଜିର ଜଗତରେ, ଅତି ଆଧୁନିକ ଜଗତରେ ବାପା ବୋଲି ଉଚ୍ଚାରଣ କରିବା ପାଇଁ ପୁଅ ଝିଅଙ୍କ ପାଖରେ ସମୟ ନାହିଁ କି ଜ୍ଞାନ ବି ନାହିଁ। ବେଳେ ବେଳେ କ'ଣ କହୁ, ଏ ତୋର ବାପା ପରା ବୋଲି କହିଲେ ଇଏ ପୁରା ମଧୁଆଟା ବୋଲି କହୁଛୁ ଆମେ, ଇଏ ପୁରା ମଧୁଆଟା ବୋଲି ନାଁ ଦଉଛୁ ଆମେ, ଆଖ୍ୟା ଦଉଛୁ ଆମେ ବାପା ମାଙ୍କୁ। କିନ୍ତୁ ରାହେଲ କ'ଣ କରୁଛି, ସେ ମୋର ଜିନିଷ ଚୋରେଇ ଦେଇଛି ବୋଲି ସେ କ'ଣ କରୁଛି? ରାହେଲର ବାପା ଯାକୁବଙ୍କ ପଛେ 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 ଆସିଲେ ନା, ସେମିତି ତ? ହଁ, କ'ଣ କରୁଛି? ଚୋର ବୋଲି ଆଖ୍ୟା ପାଉଥିଲେ ମଧ୍ୟ, ଆରେ ମୋର ମୂର୍ତ୍ତି ମାନେ ଚୁରେଇ ନେଇ ଯାଇଛନ୍ତି, ତାଙ୍କୁ ମୁଁ ଧରିବି ବୋଲି ଯାକୁବ ଆଉ ରାହେଲ ଆଉ ଲେୟାଙ୍କ ପଛରେ ଆସୁ 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 ସେ ତାଙ୍କୁ ଧରିଲେ। ସେତେବେଳେ ତାଙ୍କର କ'ଣ ବୋଲି ଆସୁଛି ଦୋଷ, ଚୋର ବୋଲି ଦୋଷ ଆସୁଛି। ହେଲେ ମଧ୍ୟ ଝିଅ କ'ଣ କରୁଛି? ପ୍ରଭୁ, ଚୋର ବୋଲି ଆଖ୍ୟା ମିଳୁଥିବା ଅବସ୍ଥାରେ ମଧ୍ୟ ନିଜ ବାପାକୁ ସେ କ'ଣ କରୁଛି? ପ୍ରଭୁ ବୋଲି ଉଚ୍ଚାରଣ କରୁଛନ୍ତି। ସେମିତି ତ ଉଚ୍ଚାରଣ କରୁଛନ୍ତି। ଦାଉଦ ରାଜା ମଧ୍ୟ ପ୍ରଥମ ସାମୁଏଲ ତାର 29:8 ଟିକେ ପଢନ୍ତୁ ଝିଅ। ତଇରେ ଦାଉଦ ଆଶିଷକୁ କହିଲେ, ହଁ ହଁ, ମୁଁ ଯାଇ ଆପଣା ପ୍ରଭୁ ରାଜାଙ୍କର ବିପକ୍ଷରେ ଯୁଦ୍ଧ କରିବି ନାହିଁ। ଦାଉଦ ରାଜା ସମ୍ବୋଧନ କରୁଛନ୍ତି ଅନ୍ୟ ଏକ ରାଜାଙ୍କୁ। ଦାଉଦ ରାଜା ଅନ୍ୟ ଏକ ରାଜାଙ୍କୁ ସମ୍ବୋଧନ କରୁଛନ୍ତି, ପ୍ରଭୁ ମୁଁ ତୁମର ସମ୍ମୁଖରେ ଏତେ ସମୟ ହେଲା ମୁଁ ରହୁଛି, ତୁମ ସହିତ ମୁଁ ସମ୍ପର୍କ ସ୍ଥାପନ କରୁଛି, ଆଉ ହେଲେ ମୁଁ କେମିତି ତୁମେ ଭାବୁଛ ଯେ ଏଇ ପ୍ରଭୁ ବିରୁଦ୍ଧରେ ମୁଁ
କାର୍ଯ୍ୟ କରିବି ବୋଲି କଦାପି ହେଇପାରିବ ନାହିଁ, କେବେ ହେଇପାରିବ ନାହିଁ। ଯୋସେଫ ଜଣକୁ କହିଲେ, ରାହେଲ ଜଣକୁ କହୁଛି ବାପାଙ୍କୁ, ଦାଉଦ ରାଜା ଜଣକୁ କହୁଛନ୍ତି। ଦେଖନ୍ତୁ ଆଉ ଗୋଟିଏ ପଢ଼ନ୍ତୁ, 18-12 ପଢ଼ନ୍ତୁ। ପୁଣି ସାଉଲ ଦାଉଦଙ୍କୁ ଭୟ କଲେ। ନାଇଁ ନାଇଁ, ଆଦି ପୁସ୍ତକ 18-12। ଏ ନିମନ୍ତେ ସାରା ହସି ମନେ ମନେ କହିଲେ, ମନେ ମନେ କହିଲେ, ହଁ, ମହର ଏହି ସାନ୍ନିବସ୍ତାରେ କି ଏ ରୂପ ଆନନ୍ଦ ହେବ। ବିଶେଷ ମହର ପ୍ରଭୁ ମଧ୍ୟ ମହର ପ୍ରଭୁ ମଧ୍ୟ କଣ ହେଇଗଲେ? ବୃଦ୍ଧା ଅବସ୍ଥା ହେଲେଣି। କାହା କହୁଛନ୍ତି? କାହା ବିଷୟରେ କହୁଛନ୍ତି? କାହା ବିଷୟରେ କହୁଛନ୍ତି? ସ୍ୱାମୀଙ୍କୁ ସେ ପ୍ରଭୁ ବୋଲି ଉଚ୍ଚାରଣ କରୁଛନ୍ତି। କିଏ? ସାରା ସ୍ତ୍ରୀ, ଏକ ସାଧାରଣ ସ୍ତ୍ରୀ। ହଁ, କେମିତି ସ୍ତ୍ରୀ ଥିଲେ ଲେଖା ଅଛି? ସାରା କେମିତି ଥିଲେ ବୋଲି ଲେଖା ଅଛି? ବହୁତ ସୁନ୍ଦର ସ୍ତ୍ରୀ ବୋଲି ଲେଖା ଅଛି। ସେଥିପାଇଁ ଅବ୍ରାହମ ମିଛ ମଧ୍ୟ କହିଥିଲେ। ଅବ୍ରାହମ ସାରାଙ୍କୁ କହିଲେ ଥରେ, ହଁ ହଇ ହେ ତୁମେ ତ ଦେଖିବା ପାଇଁ ବହୁତ ସୁନ୍ଦର, ଏଥିପାଇଁ ଆମେ ଟିକେ ମିଛ କହିବା ବୋଲି କହୁଛନ୍ତି କି ନାହିଁ? ଏତେ ସୁନ୍ଦର ସ୍ତ୍ରୀ ହେଲେ ମଧ୍ୟ ନିଜର ସ୍ୱାମୀ କଣ ବୋଲି ଉଚ୍ଚାରଣ କରୁଛନ୍ତି? ପ୍ରଭୁ ବୋଲି ଉଚ୍ଚାରଣ କରୁଛନ୍ତି। ଧ୍ୟାନରେ ଶୁଣନ୍ତୁ, କହିବାର ତାତ୍ପର୍ଯ୍ୟ ଅଛି। ହଁ, ଏତେ ସୁନ୍ଦର ସ୍ତ୍ରୀ ହେଲେ ମଧ୍ୟ ତାଙ୍କ ଗର୍ଭରୁଦ୍ଧ ହେଇଥିଲେ ମଧ୍ୟ ଜଗତରେ ତାଙ୍କେ ମାନେ ତୁଚ୍ଛ ବୋଲି ନାମିତ ହେଇଥିଲେ ବି, ମାନେ କଣ ବନ୍ଧ୍ୟା ଅବସ୍ଥାରେ ଥିଲେ ବି, ଅତି ସୁନ୍ଦର ସ୍ତ୍ରୀ ହେଲେ ବି ସ୍ୱାମୀଙ୍କ ସମ୍ମୁଖକୁ ଆସିଲା ବେଳକୁ ସେ କହୁଛନ୍ତି, ମୋର ପ୍ରଭୁ ତ ବୃଦ୍ଧା ଅଛନ୍ତି। କେମିତି ହବ ପ୍ରଭୁ? ମୋ ପ୍ରଭୁ ତ ବୃଦ୍ଧା ଅବସ୍ଥା ହେଲେଣି। ପ୍ରିୟ ମଣ୍ଡଳୀ, ସ୍ତ୍ରୀ ଗୋଟିଏ ସ୍ୱାମୀକୁ ପ୍ରଭୁ ବୋଲି ସମ୍ବୋଧନ କରୁଛି। ଦେଖନ୍ତୁ, ସମ୍ବୋଧନ କରୁଛି। ଆଜିର ଏହି ଜଗତରେ, ଆଜିର ଏହି ମଣ୍ଡଳୀରେ, ଆଜିର ଏହି ଅତି ଆଧୁନିକ ଖ୍ରୀଷ୍ଟିଆନ ସମାଜରେ କେତେ ଜଣ ସ୍ତ୍ରୀ ନିଜ ସ୍ୱାମୀକୁ ଆମେ ପ୍ରଭୁ ବୋଲି ଉଚ୍ଚାରଣ କରୁଛୁ। ବିଏ ପାଠ ପଢିଦେଲେ ତୁ କିଏ କି ମୁଁ କିଏ କି ବୋଲି କହୁ ଆମେ। ଦରମା 10,000 ଯଦି ମିଳିଯାଏ ତୁ କିଏ କି ମୁଁ କିଏ କହେଉ ଆମେ। ଯଦି ସ୍ୱାମୀ ଟିକେ କଳା ହେଇଥିଲେ ମଧ୍ୟ ତୁ କିଏ କି ମୁଁ କିଏ କି କହୁ ଆମେ। ଏମିତି ହୁଏ ଅତି ଆଧୁନିକ ଜଗତରେ, ଅତି ଆଧୁନିକ ସମାଜରେ। ଆଜି ଏହା ସମ୍ପୂର୍ଣ୍ଣ ସତ୍ୟ କଥା, ମୁଁ ପ୍ରାକ୍ଟିକାଲ କଥା ମୁଁ କହେ ଆପଣ ମାନଙ୍କୁ। ତୁ କିଏ କି ମୁଁ କିଏ କି, କିନ୍ତୁ ପ୍ରିୟ ମଣ୍ଡଳୀ, ଆମମାନଙ୍କ ପରମେଶ୍ୱରଙ୍କ ବାକ୍ୟ ଅନୁସାରେ ଆଜି ଦେଖନ୍ତୁ, ଗୋଟେ ସ୍ତ୍ରୀ ସ୍ୱାମୀଙ୍କୁ କେମିତି କହୁଛି, ଉଚ୍ଚାରଣ କରୁଛି, ପ୍ରଭୁ। ବୃଦ୍ଧ ହେଲେ ମଧ୍ୟ, ଏବେ ପର୍ଯ୍ୟନ୍ତ ସନ୍ତାନର ପ୍ରାପ୍ତ ହେବାର କ୍ଷମତା ନ ହେଲେ ମଧ୍ୟ ସ୍ୱାମୀଙ୍କୁ ସେ ତୁଚ୍ଛ କରୁନାହିଁ, ପ୍ରଭୁ ବୋଲି ଉଚ୍ଚାରଣ କରୁଛି। ଯୋସେଫ ଜଣକୁ କହିଲେ, ଝିଅ ଜଣକୁ କହୁଛି, ଦାଉଦ ଜଣକୁ କହୁଛି, ସ୍ତ୍ରୀ ଜଣକୁ କହୁଛି, ପ୍ରଭୁ ବୋଲି ଉଚ୍ଚାରଣ କରୁଛି। ହଁ, ଏଇଠି ଲେଖା ଅଛି, ସେ ଦାଉଦ କହୁଛନ୍ତି, ପ୍ରଭୁ ଦିଅନ୍ତି, ପ୍ରଦାନକାରୀ ପରମେଶ୍ୱର ଅଟନ୍ତି। ଏଇଠି କୁହନ୍ତି, ଲେଖା ଅଛି। କିଏ ପ୍ରଭୁ? ଇବ୍ରୁ ଶବ୍ଦରେ ଆଡୋନାଇ ବୋଲି ଲେଖା ଅଛି। ପ୍ରଭୁ ବୋଲି କହିଲେ ଆଡୋନାଇ, ଇବ୍ରୁରେ ତାହାର ଶବ୍ଦ ହେଉଛି ଆଡୋନାଇ। ଆଡୋନାଇ ମାନେ କହିଲେ ସବୁଠାରୁ ଶକ୍ତିଶାଳୀ।
above all, above all, ଯେତେବେଳେ ସାଉଲ ଯେ କି ପାଉଲ ନାମରେ ବି ପରିଚିତ ମଣ୍ଡଳୀକୁ ନଷ୍ଟ କରିବା ପାଇଁ ଯାଉଥିଲେ, ଲୋକଙ୍କୁ ମାରିବା ପାଇଁ ଯାଉଥିଲେ, ଦମେସ୍କ ରାସ୍ତାରେ ସେତେବେଳେ ଉର୍ଦ୍ଧ୍ୱରୁ ଏକ ଆଘାତ ଆସିଲା, ସେ ରାସ୍ତାରେ ପଡ଼ିଗଲେ, ଆଖି ଦେଖାଯାଉ ନାହିଁ। ମନେ ରଖନ୍ତୁ ପାଉଲ କ'ଣ ବୋଲି କହୁଛନ୍ତି ସେଠି, ପଢ଼ନ୍ତୁ ଝିଅଟିଏ, ପ୍ରେରିତ ତାର 9:25 ବୋଧେ। ପ୍ରେରିତ ତାର 9:24 ପଢ଼ନ୍ତୁ। କିନ୍ତୁ ସେମାନଙ୍କର ଚକ୍ରାନ୍ତ ସାଉଲଙ୍କର କର୍ଣ୍ଣଗୋଚର ହେଲା, ଆଉ ସେମାନେ ଯେପରି ତାଙ୍କୁ ବଧ କରିପାରନ୍ତି ଏଥି ନିମନ୍ତେ ଦିବାରାତ୍ର ମଧ୍ୟ ନଗର ଦ୍ୱାର ସବୁ ଜଗି ରହିଲେ। କିନ୍ତୁ ତାଙ୍କର ଶିଷ୍ୟମାନେ ରାତ୍ରି କାଳରେ ତାଙ୍କୁ ଘେନି ଗୋଟିଏ ବେତାରେ ପ୍ରାଚୀର ଦେଇ ତଳକୁ ଓହ୍ଲାଇ ଦେଲେ। ପରେ ସେ ଜେରୁସାଲେମକୁ ଯାଇ ଶିଷ୍ୟମାନଙ୍କ ସହିତ ମିଶିବାକୁ ଚେଷ୍ଟା କରୁଥିଲେ, ମାତ୍ର ସେ ଯେ ଜଣେ ଶିଷ୍ୟ ଏହା ବିଶ୍ୱାସ ନ କରି ସମସ୍ତେ ତାଙ୍କୁ ଭୟ କରୁଥିଲେ। କିନ୍ତୁ ରୁହନ୍ତୁ, ସେଇଟା ନାହିଁ, ଏମିତି ଲେଖା ଦେଖନ୍ତୁ, ସେ କହୁଛନ୍ତି ଯେତେବେଳେ ଦମେସ୍କ ରୋଡରେ ଯାଇ ଯିବା ସମୟରେ ଆପରୁ ଆଘାତ ଆସିଲା, ସେତେବେଳେ ସାଉଲ କ'ଣ କହୁଛନ୍ତି, ଉଚ୍ଚାରଣ କରୁଛନ୍ତି, ହେ ପ୍ରଭୁ ଆପଣ କିଏ? ଗ୍ରୀକରେ ଏହି ଶବ୍ଦ କ'ଣ ଲେଖା ଜାଣନ୍ତି, କୁରିୟସ୍, ଇବ୍ରୁରେ ଆଡୋନାଇ, ଗ୍ରୀକରେ କୁରିୟସ୍। ସେ ଉପରେ ଉଚ୍ଚାରଣ କରୁଛନ୍ତି, ହେ ପ୍ରଭୁ ଆପଣ କିଏ? କୋଉ ଲୋକଟା? ଦୁର୍ଦାନ୍ତ ଜଣେ ଲୋକ, ହତ୍ୟାକାରୀ ଜଣେ, ମଣ୍ଡଳୀର ଧ୍ୱଂସକାରୀ ଜଣେ, ଖ୍ରୀଷ୍ଟ ବିରୋଧୀ ଜଣେ, ଖ୍ରୀଷ୍ଟ ଲୋକଙ୍କୁ ଦେଖିଲେ ହାଣିବା କାଟିବା ଜଣେ ଲୋକ। ସେ କହୁଛି କୁରିୟସ୍ ଆଡୋନାଇ, ହେ ପ୍ରଭୁ ଆପଣ କିଏ? ତୁମେ କିଏ ପ୍ରଭୁ? ଦାଉଦ ସେଇ ପ୍ରଭୁଙ୍କ ବିଷୟ ଲେଖୁଛନ୍ତି। ଦାଉଦ ସେଇ ପ୍ରଭୁଙ୍କ ବିଷୟ ଲେଖୁଛନ୍ତି। ଜଣେ କହିଲେ ରାଜାଙ୍କୁ ପ୍ରଭୁ, ଜଣେ କହିଲେ ବାପାଙ୍କୁ ପ୍ରଭୁ, ଜଣେ କହିଲେ ମୋ ଉତ୍ତରାଧିକାରୀକୁ ପ୍ରଭୁ, ଆଉ ଜଣେ ନିଜ ସ୍ୱାମୀକୁ ପ୍ରଭୁ ବୋଲି କହୁଛନ୍ତି। ଏଇଠି ଜଣେ ଦୁର୍ଦାନ୍ତ ଲୋକ ଜଣକୁ କହୁଛନ୍ତି, ରାସ୍ତାରେ ଆଖି ଦେଖାଯାଉନି, ଅନ୍ଧ ହୋଇ ପଡ଼ିଛନ୍ତି, ସେତେବେଳେ ସେ କହୁଛନ୍ତି, ହେ ପ୍ରଭୁ ତୁମେ କିଏ? ଆଡୋନାଇ। ଆଜି ପ୍ରିୟ ମଣ୍ଡଳୀ, ଦାଉଦ ଲେଖୁଛନ୍ତି ଏଇ 68:11, ସେ ପ୍ରଭୁ ଆଡୋନାଇ, ସେ ପ୍ରଦାନକାରୀ ପରମେଶ୍ୱର ଅଟନ୍ତି। ଆଡୋନାଇ ସେ ପ୍ରଦାନ କରିବା ପରମେଶ୍ୱର ଅଟନ୍ତି। ଆଡୋନାଇ ମାନେ ଇବ୍ରୁ ଶବ୍ଦର ତାର ଅର୍ଥ ହେଉଛି, ମାନେ ତାକୁ ଉଚ୍ଚାରଣ କରାଯାଏ ୟାହ୍ୱେ, ୟାହ୍ୱେ। ଜିହୁଦୀୟ ଲୋକମାନେ, ମନେ ରଖନ୍ତୁ, ଜିହୁଦୀୟ ଲୋକମାନେ ସେମାନେ ପରମେଶ୍ୱରଙ୍କ ସାନ୍ନିଧ୍ୟରେ, ପରମେଶ୍ୱରଙ୍କ ସାନ୍ନିଧ୍ୟକୁ ଯାଇ ପ୍ରଭୁ ବୋଲି ଉଚ୍ଚାରଣ, ପ୍ରଭୁ ବୋଲି ୟାହ୍ୱେ ବୋଲି ଉଚ୍ଚାରଣ କରିବା ପାଇଁ ସେମାନେ ଚିନ୍ତା କରନ୍ତି। ଆମେ ଏକ ସାଧାରଣ ଏକ ମନୁଷ୍ୟମାନେ ଅଟୁ, ଆମମାନଙ୍କ ପାଖରେ ପାପ ରହିଛି, ଆମମାନଙ୍କର ମୁଖ ପରିଷ୍କାର ନୁହେଁ, ଆମମାନଙ୍କର ଜୀବନ ପରିଷ୍କାର ନୁହେଁ। ଏଇ କ୍ଷୁଦ୍ର ଏଇ ମନୁଷ୍ୟ ଜୀବନରେ ଆମେ କେମିତି ସେହି ୟାହ୍ୱେକୁ ଆମେ ଉଚ୍ଚାରଣ କରିପାରିବା? ଏଭ୍ରି ଲୋକମାନେ, ଇସ୍ରାଏଲ ଲୋକମାନେ ଏବେ ପର୍ଯ୍ୟନ୍ତ ଡେ ଟୁ ଡେ ଲାଇଫରେ ପ୍ରାକ୍ଟିସ କରନ୍ତି। ସେଥିପାଇଁ ସେମାନେ
ୟାହୁଏ ବୋଲି ଉଚ୍ଚାରଣ ଏବେ ପର୍ଯ୍ୟନ୍ତ କରନ୍ତି ନାହିଁ ନିଜ ମୁଖରେ। ସେ ବଦଳରେ, ସେଇ ଶବ୍ଦ ବଦଳରେ ସେମାନେ ଆଡୋନାଇ ବୋଲି ଉଚ୍ଚାରଣ କରନ୍ତି। ଆଡୋନାଇ ମାନେ ପ୍ରଭୁ ସମସ୍ତଙ୍କ ଠାରୁ ତୁମେ ଶ୍ରେଷ୍ଠ। ଆଡୋନାଇ ପ୍ରିୟ ମଣ୍ଡଳୀ, ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ଆଜିର এই ଅତି ଆଧୁନିକ ସମାଜରେ, ଦେଶ ବିଦେଶରେ ଯେତେବେଳେ ଆମେ ଯାଉ, ମଣ୍ଡଳୀରେ ହଉ ମଣ୍ଡଳୀ ବାହାରେ ହଉ, ଯେତେ ବର୍ଷର ଖ୍ରୀଷ୍ଟିଆନ ହେଲେ ମଧ୍ୟ ଆଜି ଆମମାନଙ୍କ ପାଖରେ, ମନୁଷ୍ୟମାନଙ୍କ ପାଖରେ ଅଭାବ ରହିଛି। କ'ଣ କରି ଜାଣିଛନ୍ତି ନା? ଗୋଟେ ଅଭାବ ରହିଛି। ପ୍ରଭୁଙ୍କୁ ଆମେ ଏତେ ଶସ୍ତାରେ ନିଜ ମୁଖରେ ନାମ ଦେଇ ଦେଇଥାଉ। 40, 50, 60 ବର୍ଷର ଖ୍ରୀଷ୍ଟିଆନ ହେଲେ ମଧ୍ୟ ଟିକେ ଯଦି ଭୁଲ କରିଦେବା, ସ୍ୱାମୀ ସ୍ତ୍ରୀ ମଧ୍ୟରେ, ମତେ ତୁମେ ବିଶ୍ୱାସ କରୁନ, ବାଇବଲରେ ମଧ୍ୟ ମୁଁ ହାତ ମାରିଦେବି, ବାଦ ଉପରେ ବାଦ ଆସି ଯାଇଥାଏ। ପ୍ରଭୁଙ୍କର ନାମ ଏତେ ଶସ୍ତା ଭାବରେ ଆମ ଜୀବନରେ ବ୍ୟବହାର କରିଦେଇଥାଉ। ମନେ ରଖନ୍ତୁ, ଅତି ସହଜରେ ଶସ୍ତାରେ ଆମେ ଉଚ୍ଚାରଣ କରିଦେଇଥାଉ। ପ୍ରଭୁଙ୍କ ନାମରେ ଆମେ ମାନେ ଚୁକ୍ତି କରିଦେଇଥାଉ। କିନ୍ତୁ ଦେଖନ୍ତୁ, ଏଇ ଇସ୍ରାଏଲ ଲୋକମାନେ ଏବେ ପର୍ଯ୍ୟନ୍ତ ୟାହୁଏ ବୋଲି ଡାକନ୍ତି ନାହିଁ, ସେମାନେ ଆଡୋନାଇ ବୋଲି ଉଚ୍ଚାରଣ କରନ୍ତି। ଆଉ ଆଡୋନାଇ ମାନେ ସର୍ବଶକ୍ତିମାନ, ଇଜ ଏ ସଭରେନ୍ ଗଡ୍, ସର୍ବଶକ୍ତିମାନ, ସର୍ବବ୍ୟାପୀ, ସୈନ୍ୟାଧିପତି ସଦାପ୍ରଭୁ ଏ ଲେଖା ଅଛି। ସେ ପ୍ରଦାନ କରିବା ପରମେଶ୍ୱର ସେ ଅଟନ୍ତି, ସେ ପ୍ରଦାନ କରନ୍ତି। ଏହା ସ୍ତ୍ରୀଙ୍କ ଠାରୁ ଦିଆଯାଇ ନାହିଁ, ଏହା ରାଜା ମହାରାଜଙ୍କ ଠାରୁ ପ୍ରଦାନ କରାଯାଇ ନାହିଁ, ଏହା କୌଣସି ବନ୍ଧୁ ବାନ୍ଧବଙ୍କ ଠାରୁ ପ୍ରଦାନ କରାଯାଇ ନାହିଁ, ଏହା କୌଣସି ପ୍ରକାର ଉଚ୍ଚ ପଦରେ ଥିବା ଲୋକଙ୍କ ଠାରୁ ପ୍ରଦାନ କରାଯାଇ ନାହିଁ। ଏହା ରାଜା ମାନଙ୍କର ରାଜା, ପ୍ରଭୁ ମାନଙ୍କର ପ୍ରଭୁ, ଦେବ ମାନଙ୍କର ଦେବ, ସର୍ବଶକ୍ତିମାନ ଓ ଉଚ୍ଚରେ ଥିବା ସ୍ୱର୍ଗର ଉପବିଷ୍ଟ ଏକମାତ୍ର ଆମ୍ଭ ମାନଙ୍କର ସୃଷ୍ଟିକର୍ତ୍ତା ସୈନ୍ୟାଧିପତି ସଦାପ୍ରଭୁ ପ୍ରଦାନ କରିଅଛନ୍ତି। ମନେ ରଖନ୍ତୁ ପ୍ରିୟ ମଣ୍ଡଳୀ, ଏହି ମଣ୍ଡପ କୌଣସି ଜ୍ଞାନୀ ମାନି ସମ୍ମାନୀର ଦତ୍ତ ନୁହେଁ। ଏହି ଛମଡ଼ା କୌଣସି ପ୍ରକାର ଜଗତର ଧନୀ ଲୋକଙ୍କର ଦତ୍ତ ନୁହେଁ। ଆଜିର এই ଦିବସ, এই 51ତମ ମହିଳା ସମିତି ସଭା ଆୟୋଜନ କୌଣସି ଧନୀ ମାନି ସମ୍ମାନୀର ଦତ୍ତ ନୁହେଁ। ଏହା କ'ଣ ଅଟେ? ଆଡୋନାଇ ପ୍ରଭୁଙ୍କର ଦତ୍ତ ଅଟେ। ଆପଣଙ୍କୁ ମତେ ଆମର ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀକୁ ପରମେଶ୍ୱର ଦତ୍ତ ଦେଇଛନ୍ତି, ପ୍ରଦାନ କରିଅଛନ୍ତି। ଆମମାନଙ୍କ ପାଇଁ ଏହି ମଣ୍ଡପରେ ବସିବା ପାଇଁ ପ୍ରଭୁ ଏ ମଣ୍ଡପ ଦେଇଛନ୍ତି। ମନେ ରଖନ୍ତୁ ପ୍ରିୟ ମଣ୍ଡଳୀ, ଏହା କୌଣସି ଧନୀ ମାନ ସମ୍ମାନର ଦତ୍ତ ନୁହେଁ, କି କୌଣସି ଜ୍ଞାନୀର ଦତ୍ତ ନୁହେଁ, କୌଣସି ଧନୀର ଦତ୍ତ ନୁହେଁ, କୌଣସି ଅତି ଉଚ୍ଚ ଅଧିକାରୀର ଦତ୍ତ ନୁହେଁ। ଏହା ପ୍ରଭୁଙ୍କର ଦତ୍ତ ଅଟେ। ଏହା ପ୍ରଭୁଙ୍କର ଦତ୍ତ ଅଟେ। କ'ଣ ଦେଇଛନ୍ତି କହିଲେ? ପଢ଼ନ୍ତୁ 68:11। କ'ଣ ଦେଇଛନ୍ତି କହିଲେ? ପ୍ରଭୁ ବାକ୍ୟ ପ୍ରଦାନ କରନ୍ତି। ପ୍ରଭୁ ବାକ୍ୟ ପ୍ରଦାନ କରନ୍ତି। ଶୁଭବାର୍ତ୍ତା ପ୍ରଚାରିକା ସ୍ତ୍ରୀଗଣ। ବାସ୍, ରୁହନ୍ତୁ। ପ୍ରଭୁ ବାକ୍ୟ ପ୍ରଦାନ କରନ୍ତି। ଇଂରାଜୀରେ ପାଷ୍ଟ ଟେନ୍ସ ଲେଖା ହେଇଛି, ଇଂରାଜୀ ବାଇବଲରେ। ଦ ଲର୍ଡ ଗେଭ୍ ଦ ୱାର୍ଡ। ସିମ୍ପଲ ପ୍ରେଜେଣ୍ଟ ଟେନ୍ସ ଲେଖା ଅଛି ଓଡ଼ିଆ ତର୍ଜମାରେ, ପ୍ରଭୁ ପ୍ରଦାନ କରନ୍ତି। ଇଂରାଜୀ ଲେଖା ଅଛି, ଇବ୍ରୁରେ ମଧ୍ୟ ପାଷ୍ଟ ଟେନ୍ସ ଲେଖା ଯାଇଛି। କ'ଣ ଲେଖା ଅଛି? ପ୍ରଭୁ ବାକ୍ୟ ଦେଲେ, ପ୍ରଭୁ ବାକ୍ୟ ଦେଲେ ବୋଲି ପାଷ୍ଟ ଟେନ୍ସ ଲେଖା ଯାଇଛି। ବାକ୍ୟ ମାନେ କ'ଣ? ବାକ୍ୟ ମାନେ କ'ଣ? ଜାଣିଛନ୍ତି ବାକ୍ୟ ମାନେ କ'ଣ?
ଏବ୍ରୁ ଶବ୍ଦରେ ବାକ୍ୟ, ଏହି ଶବ୍ଦ ବାକ୍ୟ ଲେଖା ଅଛି ଯୋ ଇମେର ବୋଲି ଲେଖାଯାଇଛି। ଇମେର, ଇମେର ମାନେ ଇଟ୍ ଇଜ୍ ଏ ସ୍ପୋକେନ୍ ୱାର୍ଡ, କଥିତ ହୋଇଥିବା ଶବ୍ଦ, କଥୋପକଥନ ହୋଇଥିବା ଶବ୍ଦ, ଲିଖିତ ଶବ୍ଦ ନୁହେଁ, ଲିଖିତ ଶବ୍ଦ ନୁହେଁ, ସାମ୍ନା ସାମ୍ନି କଥୋପକଥନ ହୋଇଥିବା ଶବ୍ଦକୁ ଇମେର ବୋଲି ଲେଖାଯାଇଛି ଇବ୍ରୁ ଶବ୍ଦରେ। ଆଉ ସେଇଠି ବାକ୍ୟ ବୋଲି ଲେଖା ଅଛି। ଲୋଗୋସ ଅଲଗା, ଇମେର ଅଲଗା। ତ ଏଇଠି ଯେତେବେଳେ ଆମେ ଚିନ୍ତା କରିବା, ଦାଉଦ କହୁଛନ୍ତି ପ୍ରଭୁ ଯାହା ପ୍ରତିଜ୍ଞା କରିଥିଲେ, ପ୍ରଭୁ ଯାହା ନିଜ ମୁଖ ଦେଇ କହିଥିଲେ, ପ୍ରଭୁ ଯାହା ନିଜ ମୁଖ ଦେଇ ମୋତେ କହିଥିଲେ ତାହା ଆମକୁ ଦେଲେ। ହାଲେଲୁୟା। ପ୍ରଭୁଙ୍କ ଦ୍ୱାରା କଥୋପକଥନ ହୋଇଥିବା ବିଷୟ ଆଜି ପ୍ରଭୁ ଦେଲେ। କଥୋପକଥନ କରିଥିବା ବିଷୟ ପ୍ରଭୁ ଆଜି ପ୍ରକାଶିତ କଲେ। ପ୍ରିୟ ମଣ୍ଡଳୀ, ପ୍ରିୟ ପରମେଶ୍ୱରଙ୍କ ଲୋକମାନେ ଦେଖନ୍ତୁ, ଏହି ସମୟରେ ଦାଉଦ ଲେଖୁଛନ୍ତି ପରମେଶ୍ୱରଙ୍କ ସହିତ କଥୋପକଥନ କରିବା ଦ୍ୱାରା ନୂତନ ବିଷୟ ସୃଷ୍ଟି ହୋଇଥାଏ। ତା ପର ଲାଇନରେ ଦେଖିବା ଆମେ, ତା ପର ଲାଇନରେ ଦେଖିବା ଆମେ। ଏ ଲେଖା ଅଛି ଯାହା ପରମେଶ୍ୱର କଥୋପକଥନ କରିଥିଲେ ତାହା ଦେଲେ। ଓଡ଼ିଆ ତର୍ଜମା ଅନୁସାରେ ପରମେଶ୍ୱର ଯାହା କଥୋପକଥନ କରନ୍ତି ତାହା ପ୍ରଦାନ କରନ୍ତି। ପ୍ରଭୁ ଯାହା କହନ୍ତି ତାହା ଦିଅନ୍ତି। ପ୍ରଭୁଙ୍କ ମୁଖରୁ ଯାହା ବାହାରେ ତାହା ଆମେ ଅନୁଭବ କରିବା। ସେ କେବେ ଭୁଲନ୍ତି ନାହିଁ। ପରମେଶ୍ୱର ଆମ୍ଭର କୌଣସି ପ୍ରକାର ମନୁଷ୍ୟ ପରି ନୁହନ୍ତି। ପ୍ରିୟ ମଣ୍ଡଳୀ, ମନୁଷ୍ୟ ଆଜି କହେ କାଲିକି ପାଶୁରି ଯାଏ। ଆଜି ଦେବି ବୋଲି କହିବେ, କାଲିକି ପାଶୁରି ଯାଏ। ପରମେଶ୍ୱର ଆଜି କହିବେ ହଁ ଦେବୁ ବୋଲି କହିଲେ ପରମେଶ୍ୱର କେବେ ପାଶୁରନ୍ତି ନାହିଁ, କେବେ ଅବହେଳା କରନ୍ତି ନାହିଁ, କେବେ ମଧ୍ୟ ପଛକୁ ହୁଅନ୍ତି ନାହିଁ। ସେ କହନ୍ତି ମାନେ ସେ ଦିଅନ୍ତି। ସେ କହିଲେ ଆଉ ସେ ଦେଲେ। The Lord gave the word, ଯାହା କହିଛନ୍ତି ତାହା ଦେଲେ। କେତେବେଳେ ଘଟୁଛି ଜାଣିଛନ୍ତି ନା ଏଇଟା? ଯେତେବେଳେ ନିୟମ ସିନ୍ଧୁକକୁ ଆଣୁଛନ୍ତି, ଇସ୍ରାଏଲ ଲୋକମାନେ ଆଣୁଛନ୍ତି, ଦାଉଦ ଯେତେବେଳେ ସେ ନିୟମ ସିନ୍ଧୁକ ଆଣିବା ସମୟରେ ନୃତ୍ୟ କରୁଛନ୍ତି। ସାଉଲଙ୍କ ଝିଅ ଦେଖି ଯାହାକୁ ପରିହାସ କଲା, ସେତେବେଳେ ସେ ସମସ୍ତ ନିୟମ ସିନ୍ଧୁକ ଆଜି ଇସ୍ରାଏଲ ପାଖକୁ ଆଣି ରଖିଲା ପରେ ଆଜି ଦାଉଦ ଲେଖୁଛନ୍ତି ପ୍ରଭୁ ତୁମେ କହିଥିଲ, ତୁମେ ଦେଲ। ଗତ ବର୍ଷ ମନେ ରଖନ୍ତୁ, ଆପଣମାନେ ମନେ ରଖିଥିବେ, ଗତ ବର୍ଷ ୟୁଟ୍ୟୁବରେ ଦେଖୁଥିଲି 51ତମ ମହିଳା ସମିତି ସଭା ପାଇଁ ବୋଲି ଏମିତି ମଣ୍ଡପରେ ପ୍ରାର୍ଥନା କରାଯାଇଥିଲା, ମଗା ଯାଇଥିଲା। ମନେ ସମ୍ମିଳନୀ ମାଗିଥିଲେ, ପ୍ରଭୁଙ୍କ ଲୋକମାନେ ମାଗିଥିଲେ, ଆପଣମାନେ ମାଗିଥିଲେ ଏମିତି ମଣ୍ଡପରେ। ଆଜି ପ୍ରିୟ ପରମେଶ୍ୱର ସେଇ ଦିନର ପ୍ରାର୍ଥନାରେ, ସେଇ ଦିନର ମାଗଣା ଆଜି ଆମମାନଙ୍କୁ ଏହି ଜାନୁଆରୀ ମାସ 25 ତାରିଖ ଆଉ 26 ତାରିଖ 2 ଦିନ 2026 ମସିହାରେ ଏହି ସମାଗମ ତମ୍ବୁ ଦେଇଅଛନ୍ତି। ଏହା ପରମେଶ୍ୱର କଥା କହିଥିଲେ, ସେ ଦେଲେ। ପ୍ରଭୁଙ୍କର ମୁଖ ନିର୍ଗତ ବାକ୍ୟରୁ ସେ ଦେଲେ। ମନୁଷ୍ୟର ନୁହେଁ, କୌଣସି ପ୍ରକାର ଧନ ମାନ ସମ୍ମାନ ବ୍ୟକ୍ତିର ନୁହେଁ। ଏହା ପ୍ରଭୁଙ୍କର ଦତ୍ତ ଅଟେ। ଏହା ପ୍ରଭୁଙ୍କର ଦତ୍ତ ଅଟେ। ଦ୍ୱିତୀୟ ଲାଇନଟେ ପଢ଼ନ୍ତୁ ଝିଅ। ଶୁଭବାର୍ତ୍ତା ପ୍ରଚାରିକା ସ୍ତ୍ରୀଗଣ ମହାବାହିନୀ ଅଟନ୍ତି। ଶୁଭବାର୍ତ୍ତା ପ୍ରଚାରିକା ସ୍ତ୍ରୀଗଣ ମହାବାହିନୀ ଅଟନ୍ତି। ଶୁଭବାର୍ତ୍ତା ପ୍ରଚାରିକା ସ୍ତ୍ରୀଗଣ।
ଦ ଫେମିନାଇନ୍ ଜେଣ୍ଡର ଲେଖା ଅଛି, ସ୍ତ୍ରୀଲିଙ୍ଗ ଲେଖା ଅଛି, ଏବ୍ରିର ମଧ୍ୟ ସ୍ତ୍ରୀଲିଙ୍ଗ ଲେଖାଯାଇଛି। ହଁ, ଯେତେବେଳେ ଏବ୍ରି କଲଚର ଅନୁସାରେ ଯେତେବେଳେ ସୈନ୍ୟ ସାମନ୍ତ ମାନେ କ'ଣ କରୁଥିଲେ, ଯୁଦ୍ଧର ରଣକ୍ଷେତ୍ରରେ ଲଢ଼େଇ କରିକି ବିଜୟ ପ୍ରାପ୍ତ ହେଉଥିଲେ। ବିଜୟ ହେଲା ପରେ ଯୁଦ୍ଧ କ୍ଷେତ୍ରରୁ ନିଜ ଗୃହକୁ ଆସୁଥିଲେ, ନିଜ ଗ୍ରାମକୁ ଆସୁଥିଲେ, ନିଜ ମଣ୍ଡଳୀକୁ ଆସୁଥିଲେ, ନିଜ ଗାଁକୁ ଆସୁଥିଲେ। କ'ଣ ହେଉଥିଲା? କୋଉମାନେ ଗୀତ ଗାଇକି ନାଚୁଥିଲେ? କୋଉମାନେ? ଝିଅମାନେ, ମହିଳାମାନେ, ସ୍ତ୍ରୀ ଲୋକମାନେ। ଇସ୍ରାଏଲର ସ୍ତ୍ରୀ ଲୋକମାନେ କ'ଣ କରୁଥିଲେ? ବିଜୟ ପ୍ରାପ୍ତ ହୋଇଥିବା ସୈନ୍ୟମାନଙ୍କୁ ନିଜ ଗ୍ରାମର ମୁଣ୍ଡାଳରେ ରହି ସେମାନେ କ'ଣ କରୁଥିଲେ? ନୃତ୍ୟ ଗାନ କରୁଥିଲେ, ଦାରା ବଜାଉଥିଲେ, ଯନ୍ତ୍ର ବଜାଉଥିଲେ, ବାଦ୍ୟ ମାରିକି ଆମେ ପରମେଶ୍ୱର ଦେଇଥିବା ସେହି ବିଜୟକୁ ସେମାନେ ଆନନ୍ଦ ସହିତ ଉଲ୍ଲାସ କରି ସେମାନେ ସୈନ୍ୟମାନଙ୍କୁ ଆହ୍ୱାନ କରୁଥିଲେ। ଏହା ହେଉଛି କଲଚର ଗୋଟେ ଏଭ୍ରି ଲୋକମାନଙ୍କର। ଏଥିପାଇଁ ଏଭ୍ରି କଲଚରରେ ସ୍ତ୍ରୀ ଲୋକମାନଙ୍କୁ ଘୋଷଣାକାରୀ ବୋଲି କୁହାଯାଏ। ଇଂରାଜୀରେ ହେରାଲ୍ଡ ବୋଲି ଲେଖାଯାଏ। ଦ ୱୁମେନ୍ସ ଆର୍ କନସିଡର୍ଡ ଏଜ୍ ଦ ହେରାଲ୍ଡ, ମାନେ ବିଜୟ ପ୍ରାପ୍ତ ହେଲା ପରେ ସେମାନେ ଘୋଷଣା କରିବା ପାଇଁ ଦ୍ୱାର ମୁଣ୍ଡରେ ଠିଆ ହୋଇ, ଗ୍ରାମ ମୁଣ୍ଡଳରେ ଠିଆ ହୋଇ, ରାସ୍ତାରେ ଠିଆ ହୋଇ ଆସୁଥିବା ବୀର ପୁରୁଷମାନଙ୍କୁ ସେମାନେ କ'ଣ କରୁଥିଲେ? ଆନନ୍ଦ ସହିତ ସେମାନେ ସ୍ୱାଗତ କରୁଥିଲେ। ଇବ୍ରି ଶବ୍ଦର ଆଉ ଗୋଟିଏ ଗ୍ରାମାଟିକାଲ ଅନୁସାରେ ଯୋଉଠି ଜଣେ କିମ୍ବା ଦୁଇ ଜଣ, ପୁଅ ହଉ କି ଝିଅ ହଉ, ଯିଏ ହେଲେ ମଧ୍ୟ ଯଦି ଏକରୁ ଅଧିକ ଦଳବଦ୍ଧ ଭାବରେ ରହନ୍ତି, ସେମାନଙ୍କୁ ସ୍ତ୍ରୀ ଲିଙ୍ଗରେ ନାମିତ କରାଯାଏ। ସ୍ତ୍ରୀ ରୂପରେ ତାଙ୍କୁ ମାନ୍ୟତା ଦିଆଯାଇଥାଏ। ଗୋଟିଏ ଦଳବଦ୍ଧକୁ, ଗୋଟିଏ ଝୁଣ୍ଡକୁ ଯେତେବେଳେ ଦଳବଦ୍ଧ ହୋଇ ପୁଅମାନେ ହୁଅନ୍ତୁ, ଝିଅମାନେ ହୁଅନ୍ତୁ, ବୃଦ୍ଧ ହୁଅନ୍ତୁ, ବୃଦ୍ଧା ହୁଅନ୍ତୁ, ଛୋଟ ହୁଅନ୍ତୁ, ବଡ଼ ହୁଅନ୍ତୁ, ଯିଏ ହେଲେ ମଧ୍ୟ ଆଜି ଗୋଟିଏ ଦଳବଦ୍ଧରେ ରହୁଥିବା ଅବସ୍ଥାକୁ, ଗୋଟିଏ ଦୃଣ୍ଡକୁ, ଗୋଟିଏ ଦଳକୁ ଇବ୍ରି ଶବ୍ଦ ବ୍ୟାକରଣ ଅନୁସାରେ ଗ୍ରାମାଟିକାଲ ସେମାନଙ୍କୁ ଫେମିନାଇନ୍ ପ୍ରନାଉନ୍ସିଏସନ୍ କରାଯାଉଥିଲା। ମନେ ରଖନ୍ତୁ। ଆଉ ଏଇଠି ଯେ ଶୁଭ ବାର୍ତ୍ତା ପ୍ରଚାରିକା ସ୍ତ୍ରୀ କ'ଣ ଲେଖା? ଝିଅ ମହାବାହିନୀ ଅଟନ୍ତି। ତାମାନେ ଏହା ଜଣେ ନୁହେଁ, ଅନେକ। ଏହା ଏକ ନୁହେଁ, ଏହା ଅନେକ। ଲିସନ୍ କେୟାରଫୁଲି। ଖ୍ରୀଷ୍ଟିଆନ ଜୀବନ ଏକ ନୁହେଁ, ଅନେକ। ଖ୍ରୀଷ୍ଟିଆନ ଜୀବନ ଗୋଟିଏ ଲୋକଙ୍କ ଦ୍ୱାରା ନୁହେଁ, ଏହା ଅନେକଙ୍କୁ ନେଇ ଖ୍ରୀଷ୍ଟିଆନ ଜୀବନ ଅଟେ। ଅନେକଙ୍କୁ ନେଇ ଖ୍ରୀଷ୍ଟିଆନ ଜୀବନ ଅଟେ। ମନେ ରଖନ୍ତୁ। ତ ଯେତେବେଳେ ଲେଖା ଅଛି ଏଠି ଶୁଭ ବାର୍ତ୍ତା ପ୍ରଚାରିକା ସ୍ତ୍ରୀ, ମାନେ କ'ଣ ହେବେ? ମହାବାହିନୀ ହେବେ। ମହାବାହିନୀ ହେଲେ ମୋସାଙ୍କର ଭଉଣୀ କିଏ? ମିରିୟାମ କ'ଣ କରୁଥିଲା? ଯେତେବେଳେ ବିଜୟ ପ୍ରାପ୍ତ ହେଲେ, ସମୁଦ୍ର ପାର ହେଲେ, ସେତେବେଳେ କ'ଣ କଲେ? ଗୀତ ଦାରା ନେଇ ଗୀତ ମାନେ କଲେ, ଗୀତ ଗାନ କଲେ, ନୃତ୍ୟ କଲେ, ଘୋଷଣା କଲେ ଯେ ଗଡ୍ ଗେଭ୍ ଅସ୍ ଦ ଭିକ୍ଟରି। ପ୍ରଭୁ ଆମକୁ ବିଜୟ ପ୍ରଦାନ କଲେ। ପ୍ରଭୁ ଆମକୁ ବିଜୟ ପ୍ରଦାନ କଲେ। ଦବରା ଜର୍ଜେସର 5ରେ ପଢ଼ନ୍ତୁ ଆପଣମାନେ। ଦବରା ଗୀତ ଗାନ କଲେ କେତେବେଳେ? ଜାଏଲ ବୋଲି ଜଣେ
ମହିଳା ଥିଲା, ସେ କାହାକୁ ହତ୍ୟା କଲା? ଶିଶିରା ବୋଲି ଜଣେ କମାଣ୍ଡର ଥିଲା, ତା କାନରେ ଗୋଟିଏ ମେଖ ମାରିକି ହତ୍ୟା କଲା। ମାନେ ଇସ୍ରାଏଲର ଶତ୍ରୁକୁ ହତ୍ୟା କଲା ପରେ ଦବରା କ'ଣ କରୁଛି? ଗୀତ ଗାନ କରୁଛି, ଗୀତ ଗାନ କରୁଛି, ଗୀତ ଗାନ କରୁଛି। ହେବେ ପ୍ରଭୁ ଦେଲେ, କିନ୍ତୁ ଶୁଭ ବାର୍ତ୍ତା ପ୍ରଭୁ ଯାହା ଦେଇଛନ୍ତି ଦ୍ୟାଟ୍ ଇଜ୍ ଶୁଭ ବାର୍ତ୍ତା। ମନେ ରଖନ୍ତୁ, ତାମାନେ ସୁସମ୍ବାଦ, ଉତ୍ତମ ଖବର, ସୁସମ୍ବାଦ, ଉତ୍ତମ ଖବର ପ୍ରଭୁ ଦେଇଛନ୍ତି। ସୁବାର୍ତ୍ତା ପ୍ରଚାରିକା ସ୍ତ୍ରୀ ଗଣ ମହାବାହିନୀ ହେଲେ। ପ୍ରଭୁ ଦେଲେ, କିନ୍ତୁ କ'ଣ କରିବାର ଅଛି? ପ୍ରଭୁ ଦେଲେ, କିନ୍ତୁ କ'ଣ କରିବାର ଅଛି? ପ୍ରଭୁ ଦେଲେ, କ'ଣ ଦେଲେ? ସୁବାର୍ତ୍ତା ଦେଲେ। କ'ଣ କରିବାର ଅଛି? ପ୍ରଚାରିକା ଗଣ ହେବାର ଅଛି। ଯେତେବେଳେ ସୁବାର୍ତ୍ତା ପ୍ରଚାରିକା ହେବା, ସେତେବେଳେ ଆମ୍ଭ ନାମ କ'ଣ ହବ? ମହାବାହିନୀ ବୋଲି ନାମିତ ହବ। ହାଲେଲୁୟା, ହାଲେଲୁୟା। ଯୋଉ ପର୍ଯ୍ୟନ୍ତ ଆମ୍ଭେ ପ୍ରଭୁଙ୍କ ଠାରୁ ପାଇଥିବା ସୁବାର୍ତ୍ତାକୁ ଘୋଷଣା କରିବା ନାହିଁ, ଯୋଉ ପର୍ଯ୍ୟନ୍ତ ଆମେ ପ୍ରଭୁଙ୍କ ଠାରୁ ପାଇଥିବା ସୁବାର୍ତ୍ତାକୁ ପ୍ରଚାର କରିବା ନାହିଁ, ଘୋଷଣା କରିବା ନାହିଁ, ପ୍ରିୟ ମଣ୍ଡଳୀ, 51ତମ କୋଣ 100ଟା ଏପରି ମଣ୍ଡପ ହେଲେ ମଧ୍ୟ, 100ଟା ଏପରି ତମ୍ବୁ ବାନ୍ଧିଲେ ବି, 100 ବର୍ଷ ଧରି ଏମିତି ତମ୍ବୁରେ ବସୁଥିଲେ ମଧ୍ୟ ଆପଣ କି ମୁଁ, ଆମେମାନଙ୍କ ମଧ୍ୟରୁ କେହି ମଧ୍ୟ କ'ଣ ହେଇପାରିବା ନାହିଁ? ମହାବାହିନୀ ନାମ ପ୍ରାପ୍ତ ହେଇପାରିବା ନାହିଁ। ମନେ ରଖନ୍ତୁ, ଏହା କୌଣସି ଜଗତର ଧନୀ ମାନି ସମ୍ମାନ ବ୍ୟକ୍ତି ଠାରୁ ଆସିନାହିଁ। ଏହା କୌଣସି ପ୍ରକାର ସ୍ୱାମୀ କି ରାଜା କି ମହାରାଜା ଠାରୁ ଆସିନାହିଁ। ଏହା କେବଳ ପ୍ରଭୁଙ୍କ ଠାରୁ ଆସିଛି, ଯେ କି ସୈନ୍ୟାଧିପତି ସଦାପ୍ରଭୁ, ଯେ କି ସାଉଲକୁ ଆଜି ଆଘାତ କରି କହିଲେ, ହେ ସାଉଲ, ଆମ୍ଭେ କଣଟୁ? ଆମ୍ଭେ ଯୀଶୁ, ଯାହାଙ୍କୁ ତୁମେ ଏବେ ପର୍ଯ୍ୟନ୍ତ ତାଡ଼ନା କରି ଆସୁଅଛ, ଆମ୍ଭେ ସେ ଅଟୁ, ଆମ୍ଭେ ସେ ଅଟୁ। ସେଇ ପ୍ରଭୁ ଆଜି, ଯୋଉ ପ୍ରଭୁ କି ଆଜି ସାଉଲକୁ ଆଘାତ କରି ତାଙ୍କ ଚକ୍ଷୁକୁ ପୁନର୍ବାର ଅନ୍ଧରୁ ପୁନର୍ବାର ପ୍ରକାଶ କରି ଯେଉଁ ସାଉଲକୁ ଆଜି 13ଟି ପୁସ୍ତକ ଲେଖିବା ପାଇଁ ସାହାଯ୍ୟ କଲେ, ସେଇ ସାଉଲ, ସେଇ ପାଉଲ ଆଜି କ'ଣ ଅଟନ୍ତି? ସେଇ ପ୍ରଭୁ ହିଁ, ଯେଉଁ ପାଉଲକୁ ଆଜି ବ୍ୟବହାର କଲେ, ସେଇ ପ୍ରଭୁ ହିଁ ଆମକୁ ଏ ତମ୍ବୁ ଦେଇଅଛନ୍ତି, ଆମକୁ ଜୀବନ ଦେଇଅଛନ୍ତି। ଜହନ 3:16 ଦେଖନ୍ତୁ ଟିକେ, କ'ଣ ଲେଖା ଝିଅ? କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ। ବାସ୍, ସେ ଆପଣା ଅଦ୍ୱିତୀୟ ପୁତ୍ରକୁ ଦାନ କଲେ। He gave his only begotten son, अपना अद्वितीय पुत्र को दान कले। जहन 1:1 लिखा अछि, कोन लिखा अछि? आद्यरे वाक्य थिले, आद्यरे वाक्य थिले, वाक्य ईश्वरଙ୍କ ସାଙ୍ଗରେ ଥିଲେ, माने वाक्य ईश्वरଙ୍କ ସାଙ୍ଗରେ ଥିଲେ, ସେହି वाक्य ईश्वर ଥିଲେ, ସେହି वाक्य ईश्वर ଥିଲେ। दाऊद कहउचंती एठी प्रभु प्रदान करिछंती वाक्य, जो वाक्य आद्यरे थिले, जो वाक्य ईश्वरଙ୍କ संगे थिले, सेही वाक्य प्रदान करिछंती, सेही ख्रीष्ट को प्रदान करिछंती। जे केही सेही ताहांक ठारे विश्वास करिवो, से हालेलुया, से विनष्ट न होई अनंत जीवन प्राप्त हब। तामाने आमर शुभ वार्ता कोन अटे?
ଶୁଭବାର୍ତ୍ତା କ'ଣ ଅଟେ ତାହେଲେ? ଶୁଭବାର୍ତ୍ତା କ'ଣ ଅଟେ? ଶୁଭବାର୍ତ୍ତା କ'ଣ ଅଟେ ତାହେଲେ? କୁହନ୍ତୁ ମହିଳା ସମିତି। ତାହେଲେ ଆମର ଶୁଭବାର୍ତ୍ତା କ'ଣ ଅଟେ? ପ୍ରଭୁ ଆମକୁ କ'ଣ ଦେଇଛନ୍ତି? ଯାହା ଦେଇଛନ୍ତି ତାହା ହେଉଛି ଶୁଭବାର୍ତ୍ତା। ମନେ ରଖନ୍ତୁ, ପ୍ରଭୁଙ୍କ ମୁଖରୁ ଯାହା ଆସିଛି ତାହା ଶୁଭବାର୍ତ୍ତା। ସେଇ ଶୁଭବାର୍ତ୍ତା ଘୋଷଣା କଲେ କ'ଣ ହବ? ମହାବାହିନୀ ବୋଲି ନାମ ପାଇବ। ମନେ ରଖନ୍ତୁ, ପ୍ରଭୁ ଆମକୁ ମହାବାହିନୀ ଦେଇନାହାନ୍ତି। ପ୍ରଭୁ ଆମକୁ ଜ୍ଞାନୀ ମାନି କରି ଜଗତରେ ରୋପଣ କରିନାହାନ୍ତି। ଜଗତର ମୂର୍ଖ ମାନଙ୍କୁ ବାଛିଲେ ଲଜ୍ଜିତ କରିବା ପାଇଁ। ଜଗତର ମୂର୍ଖକୁ ବାଛିଲେ ତ ଆମର ଶୁଭବାର୍ତ୍ତା କିଏ? ଯୀଶୁ ଖ୍ରୀଷ୍ଟ, ଯାହାଙ୍କର ଆଗମନରେ ସାରା ପୃଥିବୀ ଓଲଟ ପାଲଟ ହେଇଗଲା। ଯାହାଙ୍କର ଆଘାତରେ ଯେଉଁ ପ୍ରଭୁ ଯେଉଁ ଖ୍ରୀଷ୍ଟଙ୍କର ଗୋଟିଏ ସ୍ୱରରେ ଆଘାତରେ ଦୁର୍ଦାନ୍ତ ସାଉଲ, ଅତି ଦୁର୍ଦାନ୍ତ ସାଉଲ ଖ୍ରୀଷ୍ଟଙ୍କର ଏକ ଉତ୍ତମ ଯୋଦ୍ଧା ବୋଲି ନାମ ପାଇଲା। କ'ଣ ପାଇଁ ଜାଣିଛନ୍ତି ନା? କ'ଣ ପାଇଁ ଜାଣିଛନ୍ତି? ଘୋଷଣା କରିଥିବାରୁ। ଘୋଷଣା କରିଥିବାରୁ। ପ୍ରଥମ କରନ୍ତିୟ ତା 2ରେ ଟିକେ 2 ପଢ଼ନ୍ତୁ ତ, କ'ଣ ଲେଖା ଅଛି? କାରଣ ଯୀଶୁଖ୍ରୀଷ୍ଟ ଅର୍ଥାତ୍ କ୍ରୁଶରେ ହତ ଯୀଶୁଖ୍ରୀଷ୍ଟଙ୍କ ବିନା ତୁମ୍ଭମାନଙ୍କ ମଧ୍ୟରେ ଆଉ କୌଣସି ବିଷୟ ନ ଜାଣିବାକୁ ମୁଁ ମନସ୍ଥ କଲି। ମୁଁ ମନସ୍ଥ କଲି ଯୀଶୁ ଖ୍ରୀଷ୍ଟଙ୍କ ବିନା ଆଉ କୌଣସି ବିଷୟ ତୁମେମାନେ ନ ଜାଣ ବୋଲି ମୁଁ ମନସ୍ଥ କଲି। ହାଲେଲୁୟା, ହାଲେଲୁୟା। ପାଉଲ କହୁଛନ୍ତି, ହେ କରନ୍ତୀୟ ମଣ୍ଡଳୀ, ହେ ପ୍ରଭୁଙ୍କ ଲୋକମାନେ, ହେ ମହିଳା ସମିତି, ହେ ଉତ୍କଳ ମଣ୍ଡଳୀ ସମ୍ମିଳନୀ। ସେ କହୁଛନ୍ତି, ପାଉଲ କହିଲେ ଏମିତି, ସେ ଖ୍ରୀଷ୍ଟଙ୍କ ବିନା ଆଉ କୌଣସି ବିଷୟ ତୁମେ ନ ଜାଣ, ଏହା ମୁଁ ମନସ୍ଥ କଲି। ତାମାନେ କ'ଣ ବୁଝୁଛନ୍ତି ନା? ଏ ମଣ୍ଡପରେ କେବଳ ଖ୍ରୀଷ୍ଟଙ୍କ ନାମ ପ୍ରଚାରିତ ହେବାର ଅଛି। ହାଲେଲୁୟା, ହାଲେଲୁୟା। এই ମଣ୍ଡପରେ ସେଇ ଶୁଭବାର୍ତ୍ତାର ପ୍ରଚାର ହେବାର ଅଛି। এই ମଣ୍ଡପରେ କେବଳ ସେଇ ଖ୍ରୀଷ୍ଟଙ୍କର ସ୍ୱର ଗୁଞ୍ଜିବାର ଅଛି। ପାଉଲ କହିଲେ, ମୁଁ କୌଣସି ବିଷୟ କହିବି ନାହିଁ, କେବଳ ଖ୍ରୀଷ୍ଟଙ୍କ ପ୍ରଚାର କରିବି। ମୁଁ କ'ଣ ଖାଇଲି, କ'ଣ ପିନ୍ଧିଲି, କୁଆଡ଼େ ଗଲି, କ'ଣ କରୁଛି, କିସ ହେଲା, କିଛି ମୁଁ କରିବି ନାହିଁ, କହିବି ନାହିଁ କି ଦେଖେଇବି ନାହିଁ। ସେ ପାଉଲ କହୁଛନ୍ତି, ମୁଁ ଗୋଟିଏ ବିଷୟ କହିବି, ଖ୍ରୀଷ୍ଟଙ୍କୁ କହିବି। ପ୍ରଥମ କରନ୍ତୀୟ 1:23 ଟିକେ ପଢ଼ ଝିଅ। କିନ୍ତୁ ଆମ୍ଭେମାନେ କ'ଣ? କ୍ରୁଶରେ ହତ ଖ୍ରୀଷ୍ଟଙ୍କୁ ବାସ୍ ପ୍ରଚାର କରୁ। ଯେଉଁ ଖ୍ରୀଷ୍ଟଙ୍କୁ ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ଆପଣଙ୍କ ପାଇଁ ମୋ ପାଇଁ ଗୋଟିଏ ବାକ୍ୟ ରୂପରେ ଆସିଲେ। ଯେଉଁ ଖ୍ରୀଷ୍ଟ